ଆପଣଙ୍କ ଘରେ ଅପରାଜିତା ଗଛ ଅଛି କି? କିମ୍ବା ଆପଣ ନିଜ ଘରର ଭାଗ୍ୟ ବଦଳାଇବା ପାଇଁ ଏହି ଶୁଭ ଗଛଟିକୁ ଲଗାଇବାକୁ ଭାବୁଛନ୍ତି କି? ରୁହନ୍ତୁ, ଆପଣ ଜାଣିଛନ୍ତି କି ଏହି ଗୋଟିଏ ଗଛ ଆପଣଙ୍କୁ ରାତାରାତି ଧନୀ ବନାଇପାରେ। ପୁଣି ଏଥିରେ କରାଯାଇଥିବା ଗୋଟିଏ ଛୋଟ ଭୁଲ ଆପଣଙ୍କୁ ରୋଡକୁ ବି ଆଣିପାରେ। ନମସ୍କାର ବନ୍ଧୁଗଣ, ଆଜିର ଏହି ବିଶେଷ ଭିଡିଓରେ ଆମେ ଆଲୋଚନା କରିବା ଅପରାଜିତା ଗଛର ଏହି 5ଟି ଅଦ୍ଭୁତ ବାସ୍ତୁ ରହସ୍ୟ, ଯାହା ବୋଧହୁଏ ଆପଣ ପୂର୍ବରୁ କେବେ ଶୁଣି ନଥିବେ। ଏହି ଗଛ ଆପଣଙ୍କ ଘରେ ଯଦି ଅଛି, ତେବେ ଆପଣଙ୍କୁ ଭାଗ୍ୟବାନ ମନେ କରନ୍ତୁ। ସମସ୍ତଙ୍କ ଘରେ ଏହି ଗଛ ହୋଇନଥାଏ। ଯାହା ଘରେ ବହୁତ କରଜ ଥିବ, ସେହି ଘରେ ଏହି ଗଛ କେବେ ବି ବଡ଼ ହୋଇପାରିବ ନାହିଁ। ଏହି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ଭିଡିଓର ଠିକ୍ ମଝିରେ ମୁଁ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଏପରି ଏକ ଗୁପ୍ତ ଉପାୟ କହିବି, ଯାହା ଦ୍ୱାରା ବର୍ଷ ବର୍ଷର ପୁରୁଣା କରଜ ବି କିଛି ଦିନରେ ଶେଷ ହୋଇଯିବ। ଅପରାଜିତା ନାମର ହିଁ ସ୍ପଷ୍ଟ, ଯାହାକୁ କେବେ ପରାଜିତା କରାଯାଇ ପାରିବ ନାହିଁ। ବାସ୍ତୁଶାସ୍ତ୍ରରେ ଏହାକୁ କେବଳ ଏକ ସାଧାରଣ ଗଛ ନୁହେଁ, ବରଂ ଧନ ଆକର୍ଷଣ କରୁଥିବା ଚୁମ୍ବକ ବୋଲି କୁହାଯାଏ। ଏହି ଗଛରେ ସାକ୍ଷାତ ମା ଲକ୍ଷ୍ମୀ, ଭଗବାନ ବିଷ୍ଣୁ ଏବଂ ମହାଦେବଙ୍କର ବାସ ଥାଏ। ନୀଳ ଅପରାଜିତା ଫୁଲକୁ ବିଷ୍ଣୁ ପ୍ରିୟା ମଧ୍ୟ କୁହାଯାଏ। ଯେଉଁ ଘରେ ଏହି ଲତା ବସିଥାଏ, ସେହି ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। କିନ୍ତୁ ପ୍ରଶ୍ନ ହେଉଛି, ଏହାକୁ ଘରର କେଉଁ ସ୍ଥାନରେ ଲଗାଇଲେ ଏହାର ପ୍ରକୃତ ଫଳ ମିଳିଥାଏ? ବାସ୍ତୁଶାସ୍ତ୍ର ଅନୁସାରେ ଦିଗର ମହତ୍ଵ ସବୁଠାରୁ ଅଧିକ। ଭୁଲ ଦିଗରେ ଲଗାଯାଇଥିବା ଗଛ ଶୁଭ ପରିବର୍ତ୍ତେ ଅଶୁଭ ଫଳ ଦେଇଥାଏ। ଈଶାନ କୋଣ, ଯାହାକି ଉତ୍ତର ପୂର୍ବ, ସର୍ବୋତ୍ତମ ଅଟେ। ଘରକୁ ଅପାର ଧନ ଓ ଶାନ୍ତି ଆଣିଥାଏ। ଯଦି ଆପଣ ଉତ୍ତର ପୂର୍ବ ଦିଗରେ ଏହାକୁ ଲଗାଇବେ, ଆର୍ଥିକ ଅନଟନ ଓ କ୍ୟାରିୟରରେ ବାଧା କରିବ। ମୁଖ୍ୟ ଦ୍ୱାର ସମୃଦ୍ଧିଦାୟକ, ଘରକୁ ବାହାରିବା ବେଳେ ଡାହାଣ ପଟେ ରହିବା ଉଚିତ। ଯଦି ଆପଣ ମୁଖ୍ୟ ଦ୍ୱାରରେ ଏହି ଗଛଟିକୁ ଲଗାଇବେ, ଦକ୍ଷିଣ ପଶ୍ଚିମ ଦିଗରେ ଯଦି ଲଗାଇବେ, ଏହା ଅଶୁଭ ଅଟେ। କଦାପି ଲଗାନ୍ତୁ ନାହିଁ, ଆର୍ଥିକ କ୍ଷତି ଓ ରୋଗ ବୃଦ୍ଧି ହୁଏ। ଈଶାନ କୋଣ କାହିଁକି ଦେବତାଙ୍କ ସ୍ଥାନ ଏବଂ ଦକ୍ଷିଣ ଦିଗରେ ରଖିଲେ କାହିଁକି ରାହୁ ଶନିଙ୍କ ପ୍ରଭାବ ପଡ଼େ? ଧନ ବୃଦ୍ଧି ଓ କରଜ ମୁକ୍ତି ପାଇଁ 3ଟି ଚମତ୍କାର ଉପାୟ ଏବେ ଆପଣମାନଙ୍କୁ କହୁଛି। ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଗୁପ୍ତ ଉପାୟ ଗୁଡ଼ିକ ବିଷୟରେ, ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ। ମା ଲକ୍ଷ୍ମୀଙ୍କ ତିଜୋରୀ ଉପାୟ। ଶୁକ୍ରବାର ଦିନ 5ଟି ନୀଳ ଅପରାଜିତା ଫୁଲ ମା ଲକ୍ଷ୍ମୀଙ୍କ ଚରଣରେ ଚଢ଼ାନ୍ତୁ। ପୂଜା ପରେ ସେହି ଫୁଲଗୁଡ଼ିକୁ ଗୋଟିଏ ଲାଲ କପଡ଼ାରେ ବାନ୍ଧି ନିଜ ସିନ୍ଦୁକ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଶନିବାର ଦିନ ମହାଦେବଙ୍କୁ ନୀଳ ଅପରାଜିତା ଫୁଲ ଓ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଏହା ଦ୍ୱାରା ଶନିଙ୍କ ଢେୟା କିମ୍ବା 7.5 ପ୍ରଭାବରୁ କମି ଯାଇଥାଏ। ଗୁରୁବାର ଦିନ ଧଳା କିମ୍ବା ନୀଳ ଫୁଲ ଭଗବାନ ବିଷ୍ଣୁଙ୍କୁ ଚଢ଼ାଇଲେ ଚାକିରି ଓ ବ୍ୟବସାୟରେ ପଦୋନ୍ନତି ମିଳିଥାଏ। ଯଦି ଆପଣଙ୍କ ଘରେ ଅପରାଜିତା ଗଛ ଅଛି, ତେବେ ଏହି 5ଟି ଭୁଲ ପ୍ରତି ସାବଧାନ ରୁହନ୍ତୁ। ଗଛ ଶୁଖିବାକୁ ଦିଅନ୍ତୁ ନାହିଁ। ଶୁଖିଲା ଅପରାଜିତା ଗଛ ଦାରିଦ୍ର୍ୟତାକୁ ନିମନ୍ତ୍ରଣ କରିଥାଏ। ଯଦି ଗଛ ଶୁଖିଯାଏ, ତାକୁ ତୁରନ୍ତ ହଟାଇ ନୂଆ ଗଛ ଲଗାଇ ଦିଅନ୍ତୁ। ଅପରାଜିତା ଏକ ଲତା ଜାତୀୟ ଗଛ। ଏହାର ଡାଳ ଯେପରି ମାଟିରେ ନ ଛୁଏଁ, ଏହାକୁ ସଦାବେଳେ ଉପର ଆଡ଼କୁ ବାନ୍ଧି ବଢ଼ାନ୍ତୁ। ଏହା ଆପଣଙ୍କର ଉନ୍ନତିର ପ୍ରତୀକ। ଅପବିତ୍ର ଓ ଆବର୍ଜନା। ଗଛ ପାଖରେ ଜୋତା, ଚପଲ, ଅଳିଆ ଆବର୍ଜନା କିମ୍ବା ଝାଡୁ ରଖନ୍ତୁ ନାହିଁ। ଅଶୁଭ ଦିନରେ କାଟିବା। ରବିବାର କିମ୍ବା ଏକାଦଶୀ ଦିନ ଅପରାଜିତା ଗଛରୁ ଫୁଲ କିମ୍ବା ପତ୍ର ଛିଣ୍ଡାନ୍ତୁ ନାହିଁ। ଏହାକୁ କଦାପି କଣ୍ଟାଯୁକ୍ତ ଗଛ ପାଖରେ ବିଲକୁଲ ବି ରଖିବେ ନାହିଁ। ବନ୍ଧୁଗଣ, ଅପରାଜିତା ଗଛ ହେଉଛି ସାକ୍ଷାତ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ଏବଂ ଏହା ମା ଦୁର୍ଗାଙ୍କର ବହୁତ ପ୍ରିୟ ଅଟେ। ଏହାକୁ ସଠିକ ଦିଗରେ ଲଗାନ୍ତୁ, ନିୟମିତ ସକାଳେ ଜଳ ଦିଅନ୍ତୁ ଏବଂ ନିଷ୍ଠାର ସହ ଏହାର ଯତ୍ନ ନିଅନ୍ତୁ। ଦେଖିବେ ଆପଣଙ୍କ ଘରର ଭାଗ୍ୟ କିପରି ବଦଳିବ। ଦର୍ଶକ ବନ୍ଧୁ, ଆଉ ଗୋଟିଏ ସୁନ୍ଦର ଉପାୟ କହୁଛି, ଯାହାକି ଆପଣଙ୍କୁ କରଜ ଜନିତ ସମସ୍ୟାରୁ ମୁକ୍ତ କରାଇଦେବ। ଅପରାଜିତା ଗଛ। ଆପଣ କଣ କରିବେ? ପ୍ରତି ଗୁରୁବାରକୁ ଗୁରୁବାର ସେହି ଅପରାଜିତା ଗଛ ପାଖରେ ବସିକରି ଓಂ ନମୋ ନାରାୟଣ ନମଃ 11 ଥର ଜପ କରିବେ ଏବଂ କୌଣସି ଗୋଶାଳାର ମାଟି କିମ୍ବା ଚୁଲିର ପାଉଁଶର ମାଟି ସେହି ଅପରାଜିତା ଗଛ ମୂଳେ ପକାଇ କରି ଏହାକୁ ଲଗାଇବେ। ଏହା ଦ୍ୱାରା ଦାରିଦ୍ର୍ୟ ଦୂର ହୋଇଥାଏ।
ଯେଉଁ ସମସ୍ତଙ୍କ ଘରେ ଅପରାଜିତା ଗଛ ଉଠିବ ନାହିଁ, ଯେଉଁ ଘରେ ବହୁତ କରଜ ବଢି ବଢି ଚାଲିଥିବ, ଯେଉଁ ଘରେ ଦୁଃଖ ଦାରିଦ୍ର୍ୟର ସୀମା ଅଧିକ ଥିବ, ନକାରାତ୍ମକ ଶକ୍ତି ଥିବ, ସେହି ଘରେ ଅପରାଜିତା ଗଛ କେବେ ବି ବଡ଼ ହୋଇପାରିବ ନାହିଁ। ଅପରାଜିତା ଫୁଲକୁ ଆପଣ ପ୍ରତି ନବରାତ୍ରିରେ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ, ଯାହାଦ୍ୱାରା ବିଶେଷ ମନସ୍କାମନା ପୂର୍ଣ୍ଣ ହେବ। କୌଣସି ବି ସୋମବାର ଦିନ 108ଟି ଅପରାଜିତା ଫୁଲର ମାଳ କରି ଯଦି ଭଗବାନ ଶିବଙ୍କୁ ଆପଣ ଅର୍ପଣ କରିବେ, ଶତ୍ରୁ ନାଶ ସହିତ ଆପଣଙ୍କର କଷ୍ଟ ଦୂର ହେବ। ଏବଂ ଏହି ଫୁଲକୁ ଆପଣ ଶନିଦେବଙ୍କୁ ବି ଅର୍ପଣ କରନ୍ତୁ। ଶନି ଦଶା ଶନି ଢାଇଆରୁ ଆପଣମାନେ ମୁକ୍ତି ପାଇପାରିବେ। ଅପରାଜିତା ଗଛର ଧଳା ଅପରାଜିତା ମଧ୍ୟ ଅଛି, ପିଙ୍କ କଲର ଅପରାଜିତା ବି ଅଛି ଏବଂ ଲାଲ ଅପରାଜିତା, ତା ସହିତ କୃଷ୍ଣ କଳାର ଅପରାଜିତା ବି ଅଛି। ଆପଣ ଆପଣଙ୍କ ଘରେ ଯାହା ଚାହିଁବେ ତାହାକୁ ଲଗାଇ ପାରିବେ, କିନ୍ତୁ ବିଶେଷ କରି ନୀଳ ଅପରାଜିତା ଗଛ ବହୁତ ସୁନ୍ଦର ଅଟେ। ସ୍ୱର୍ଗର ପାରିଜାତ ବି ଆକୁ କୁହାଯାଏ। ଏହି ଗଛ ଘରେ ରହିଲେ ଅପରାଜିତ ରୁହେ, ମାନେ କୌଣସି କାର୍ଯ୍ୟରେ ଆପଣ ପରାଜିତ ହେବ ନାହିଁ। ତା ସହିତ ଆପଣ ଦେଖିବେ ଯାହା ଘରେ ନକାରାତ୍ମକ ଶକ୍ତି ଥିବ ଏବଂ କରଜ ଥିବ, ସେହି ଘରେ ଏହି ଗଛ କେବେ ବି ଉଧେଇବ ନାହିଁ। ଏହି ଅପରାଜିତା ଫୁଲକୁ ଶୁଖାଇ କରି ଏହାର ଚା କରି ମଧ୍ୟ ପିଆଯାଏ, ଯାହାଦ୍ୱାରା ବ୍ୟକ୍ତି ନିରୋଗୀ ରହିଥାଏ ଏବଂ ତାର ଓଜନ ହ୍ରାସ ହୋଇଥାଏ। ତା ସହିତ ଏହି ଅପରାଜିତା ଗଛକୁ ଆପଣ କଣ କରିବେ, ଅପରାଜିତାର ଚେରକୁ କୌଣସି ଶୁକ୍ରବାର ଦିନ ଆପଣ ଗଙ୍ଗା ଜଳରେ ଧୋଇକରି ଯଦି ନିଜର ଡାହାଣ ହାତରେ ପିନ୍ଧିବେ, ଆପଣ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ। ଏହି ଅପରାଜିତା ଚେର ସୁନା ଠାରୁ ବି ଅଧିକ ମୂଲ୍ୟବାନ ବୋଲି କୁହାଯାଇଛି। ଅପରାଜିତାର ଚେରକୁ ଆପଣ ନିଜ ଗଳାରେ ପିନ୍ଧିବା ଦ୍ୱାରା ଆପଣଙ୍କୁ ବିଭିନ୍ନ ପ୍ରକାରର ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ଏହି ଅପରାଜିତା ଗଛ ସଦାସର୍ବଦା ଉତ୍ତର ପୂର୍ବ ଦିଗରେ ଏବଂ ଖରା ରହୁଥିବା ଜାଗାରେ ରହିବା ଦରକାର। 5ରୁ 6 ଘଣ୍ଟାର ଖରା ସହିତ ବର୍ଷା ମଧ୍ୟ ଏହାକୁ ମିଳିବା ଦରକାର, ତାହେଲେ ଯାଇ ଗଛଟି ଉଧାଇ ଥାଏ। ତା ସହିତ ଏହି ଅପରାଜିତା ଫୁଲ ବା ଅପରାଜିତାର ଗଛକୁ କେବେ କାହାକୁ ଦାନ ଦିଅନ୍ତୁ ନାହିଁ। ଯଦି କାହାକୁ ଦେବେ ତାହେଲେ ତାଠାରୁ ଟଙ୍କାଟିଏ ବି ନିଶ୍ଚୟ ଆଣନ୍ତୁ। ଏହି ଅପରାଜିତା ଗଛକୁ ଯଦି ଆପଣ ତୁଳସୀ ଗଛ ପାଖରେ ରଖିବେ, ବହୁତ ଶୁଭ ପ୍ରଦାନ କରିଥାଏ, କିନ୍ତୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଅପରାଜିତା ଗଛକୁ କେବେ ମଧ୍ୟ ରଖିବେ ନାହିଁ। ଦର୍ଶକ ବନ୍ଧୁ, ଯଦି ଆପଣ ଅପରାଜିତା ଗଛ ନିଜ ଘରେ ରଖୁଛନ୍ତି, ଏହି ବିଶେଷ ନିୟମ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଅପରାଜିତାର ଫୁଲକୁ ଆପଣ ହନୁମାନଙ୍କୁ ମଧ୍ୟ ଚଢାଇ ପାରିବେ। ଏହି ନୀଳ ଅପରାଜିତାର ମାଳ କରି ଆପଣ ହନୁମାନଙ୍କୁ ଚଢାଇବା ଦ୍ୱାରା ଶନି ରାହୁ କେତୁର ଢାୟାରୁ ଆପଣ ମୁକ୍ତି ପାଇପାରିବେ ଏବଂ ନବଗ୍ରହ ଶାନ୍ତି ମଧ୍ୟ ଆପଣଙ୍କର ହୋଇଯିବ। ତେଣୁ ଏହି ନୀଳ ଅପରାଜିତା ଗଛ ଆପଣଙ୍କୁ ସବୁ ପ୍ରକାରର କଷ୍ଟରୁ ମୁକ୍ତ ଦେବ। ନୀଳ ଅପରାଜିତା ଗଛ ଯଦି ଆପଣଙ୍କ ଘରେ ଅଛି, କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଯଦି ଆପଣ ନିଜ ଘରେ ନୀଳ ଅପରାଜିତା ରଖିଛନ୍ତି, ତେବେ ଏହି ବିଶେଷ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ପାଇଁ ରହିଲି, ପୁଣି ଆସିବି ଏକ ସୁନ୍ଦର ଭିଡିଓ। ରହୁଛି। ଜୟ ଜଗନ୍ନାଥ।